ଆନନ୍ଦ କହିବେ, ତମେ ଦି ଜଣ ଆରତି କର ଆଦର୍ଶ। ତାପରେ ମାୟା କହିବେ, ନାଇଁ, ପଲ୍ଲବୀ ଆଦର୍ଶ ସହିତ ମିଶି ଆଳତୀ କରିପାରିବନି। ତାପରେ ଆଦର୍ଶ, ଆନନ୍ଦ, ପଲ୍ଲବୀ ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ପୁଣି ମାୟା କହିବେ, ତୁ ଏଇ ମୁହୂର୍ତ୍ତରୁ ଏଠୁ ବାହାରିଯା ପଲ୍ଲବୀ। ଆଳତୀ ସରିଲା ପରେ ତୁ ଆସିବୁ। ଆଉ ଏଇଟା ହେବ ତୋ ପାଇଁ ଅସଲ ଶାସ୍ତି। କ'ଣ ଦେଖୁଛୁ, ମୁଁ ଯାହା କହିଲି ଶୁଣିପାରିଲୁନି? ଯା ବାହାରକୁ। ପୂଜା ସରିଲା ପରେ ଘର ଭିତରକୁ ଆସିବୁ। ତାପରେ ରୁବି ଖୁସି ହେଇଯାଉଛନ୍ତି। ତାପରେ ପଲ୍ଲବୀ କହିବେ, ମାମା, ଆକ୍ଚୁଆଲି ମୁଁ ପୂଜା ସମୟ ପୂର୍ବରୁ ଘରକୁ ଆସିବା ପାଇଁ ବାହାରି ସାରିଥିଲି। ଆଉ ଆୟାସିଙ୍କ ପାଖରୁ ପରମିଶନ ବି ମିଳି ସାରିଥିଲା। କିନ୍ତୁ ହଠାତ୍ ମିନିଷ୍ଟରଙ୍କ ଭାଷଣ ପାଇଁ ତାଙ୍କୁ ସିକ୍ୟୁରିଟିକୁ ମ୍ୟାନେଜ କରିବା ପାଇଁ ଉପରୁ ଅର୍ଜେଣ୍ଟଲି ଅର୍ଡର ଆସିଲା। ସେଥିପାଇଁ ମୋତେ ପୁଣି ଥରେ ମୋ ଡ୍ୟୁଟିକୁ ଯିବାକୁ ପଡ଼ିଲା। ତାପରେ ମାୟା କହିବେ, ମୁଁ କିଛି ବି ଶୁଣିବାକୁ ଚାହୁଁନି। ତାପରେ ଆନନ୍ଦ କହିବେ, ମାୟା, କି ଅଜବ ଜିଦ୍ ଧରିଛ ତମେ। ପୂଜାର ଶୁଭ ମୁହୂର୍ତ୍ତ ଗଡ଼ି ଯାଉଛି। ତାପରେ ମାୟା କହିବେ, ଶୁଭ ମୁହୂର୍ତ୍ତ ପାଇଁ ତମର ଯଦି ଏତେ ଚିନ୍ତା ଅଛି ତାହେଲେ ୟାକୁ ଏଠୁ ଶୀଘ୍ର ଯିବାକୁ କହ। ଆଦର୍ଶ ମା କହୁଥିବେ ଆଉ ଆନନ୍ଦ ଅଟକେଇ ଦେବେ। ଆଉ କହିବେ, ଗୌରବ କହି ଇସାରା କରିବେ। ତାପରେ ଗୌରବ ନ୍ୟୁଜ୍ ବାହାର କରି ସମସ୍ତଙ୍କୁ ଦେଖେଇ ଦେବେ। ନ୍ୟୁଜରେ ଗୋଟେ ଲୋକ କହିବେ, ପଲ୍ଲବୀ ମ୍ୟାଡାମ ମା ଦୁର୍ଗାଙ୍କର ଅବତାର। ଏ ଦୁନିଆକୁ ଆସିଛନ୍ତି ପାପୀମାନଙ୍କୁ ସଂହାର କରିବାକୁ। ତାଙ୍କର ଯେତେ ପ୍ରଶଂସା କଲେ ବି ବହୁତ କମ୍ ହେବ। ତାପରେ ଆଉ ଗୋଟେ ଲୋକ କହିବେ, ମୋ ବେକରୁ 2 ଭରି ସୁନା ଟାଣି ନେଇଥିଲେ। ପଲ୍ଲବୀ ମ୍ୟାଡାମଙ୍କ ଯୋଗୁଁ ପୋଲିସ ଆଜି ମୋତେ ଡାକି ମୋ ଚେନ୍ ଫେରେଇ ଦେଇଛନ୍ତି। ତାପରେ ଆଉ ଗୋଟେ ଝିଅ କହିବ, ସିଏ ହେଉଛନ୍ତି ମା ଦୁର୍ଗା ଆମ ସହରରେ। ତାପରେ ଆଉ ଗୋଟେ ପିଲା କହିବେ, ଆଉ ମହାଅଷ୍ଟମୀ ପୂଜାରେ ପଲ୍ଲବୀ ମ୍ୟାଡାମକୁ ପୂଜା କରିବାକୁ ଇଚ୍ଛା ହେଉଛି। ନାରୀ ଜାତି ତାଙ୍କରି ଭଳିଆ ହେବା ଦରକାର। ଆମେ ସମସ୍ତେ ମିଶି ତାଙ୍କୁ ସେଲ୍ୟୁଟ କରିବା ଉଚିତ। ତାପରେ ଆନନ୍ଦ କହିବେ, ଦେଖିଲ ତ ମାୟା, ସାରା ସହର ପଲ୍ଲବୀଙ୍କୁ ମା ଦୁର୍ଗା କହୁଛନ୍ତି। ତାକୁ ମା ରୂପେ ପୂଜା କରୁଛନ୍ତି। ଆଉ ତମେ ପଲ୍ଲବୀକୁ ପୂଜାରୁ ବାହାରି ଯିବାକୁ କହୁଛ। ଆରେ ମୋ ବୋହୂ ପାଇଁ ମୋତେ ବହୁତ ଗର୍ବ ଫିଲ୍ ହେଉଛି। ଆଇ ଆମ୍ ପ୍ରାଉଡ୍ ଅଫ୍ ହର୍। ତାପରେ ବିନୋଦ କହିବେ, ହଁ ଭାଉଜ, ମା ଦୁର୍ଗାଙ୍କୁ ଆଳତୀ କରିବାଠୁ ବଡ଼ ସେବା ଆଉ କ'ଣ ହେଇପାରିବ। ତାପରେ ମମତା କହିବେ, ପ୍ଲିଜ୍ ଦିଦି, ତମେ ତାକୁ କ୍ଷମା କରିଦିଅ। ଜାଣିଶୁଣି ତମ ଆଦର୍ଶକୁ ସେ ଅଣଦେଖା କରିନି। ତାପରେ ମାୟା ଭାବିକି କହିବେ, ଠିକ୍ ଅଛି, କ୍ଷମା କରିଦେଲି। ତାପରେ ରୁବି ଆଉ ନୀଲମ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ଆଉ ସମସ୍ତେ ଖୁସି ହେଇଯାଉଛନ୍ତି। ପୁଣି ମାୟା କହିବେ, କିନ୍ତୁ ଏ ପୋଲିସ ଡ୍ରେସରେ ନୁହେଁ। ଏ ଘରର ବୋହୂ ହିସାବରେ, ଆଦର୍ଶର ସ୍ତ୍ରୀ ହିସାବରେ। ଆଦର୍ଶ ସହିତ ମିଶିକି ସେ ଆଳତୀ କରିବ। ଯା, ଏ ପୋଲିସ ଡ୍ରେସ ଚେଞ୍ଜ କରିକି ଶାଢ଼ୀ ପିନ୍ଧିକି ଆସ। ତାପରେ ପଲ୍ଲବୀ ଆଜ୍ଞା କହି ଡ୍ରେସ ଚେଞ୍ଜ କରିବାକୁ ଯିବେ। ତାପରେ ଶାଢ଼ୀ ପିନ୍ଧିକି ଆସିବେ ଆଉ ଆଳତୀ କରିବେ। ଆଉ ସମସ୍ତେ ମଧ୍ୟ ଆଳତୀ କରିବେ। ତାପରେ ମମତା କହିବେ, ହେ ମା, ଆଜି ତୋର ମହାଅଷ୍ଟମୀ ପୂଜାରେ ପଲ୍ଲବୀର ପ୍ରଥମ ଜିତ୍ ହେଲା। ଆଜି ସେ ନିଜକୁ ପ୍ରୁଭ୍ କରିଦେଲା ତା ପାଖରେ ଟ୍ୟାଲେଣ୍ଟ ଅଛି ବୋଲି। ବାସ୍ ମା, ଏମିତି ତା ଉପରେ ଆଶୀର୍ବାଦ ରଖ। ଯେମିତି ଘରେ ବାହାରେ ସବୁଆଡ଼େ ସେ ପ୍ରଶଂସା ପାଉଥାଉ। ବିଚାରୀ ଜୀବନରେ ବହୁତ କଷ୍ଟ ସହିଲାଣି। ଏବେ ତ ତାକୁ ଟିକେ ଖୁସି ଦେ ମା। ତାପରେ ନନା କହିବେ, ଆଜି ପାଇଁ ମହାଅଷ୍ଟମୀ ପୂଜା ସମ୍ପୂର୍ଣ୍ଣ ହେଲା। ତ ଦର୍ଶକ ବନ୍ଧୁ, ରୁବି ଆଉ ନୀଲମ ଆଉ କି ପ୍ଲାନ୍ କରିବେ ଆଗକୁ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ।